हेलो हाय नमस्कार ମୁଁ ହେଲି ଉଷାଶ୍ରୀ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ତ ଆଜି ଆମ ଗୋପାଳପୁରରେ ଆଞ୍ଚଳିକ ଲୋକ ମହୋତ୍ସବ ପଡ଼ିଛି। ତ ମୁଁ ଲୋକ ମହୋତ୍ସବ ଦେଖିବା ପାଇଁ ଯାଇଥିଲି। ଦେଖନ୍ତୁ ଫାଇନାଲି ମୁଁ ଲୋକ ମହୋତ୍ସବରେ ପହଞ୍ଚି ଯାଇଛି। ତ ଏବେ ମୁଁ ଭିତରକୁ ଯାଉଛି। ତ ଦେଖିବେ କ'ଣ କ'ଣ ସବୁ ଦୋକାନ ପଡ଼ିଛି। ତ ମୁଁ ଆପଣମାନଙ୍କୁ ଦେଖେଇବି, ଆପଣମାନେ ଦେଖନ୍ତୁ। ତ ପ୍ରଥମତଃ ଦୋକାନ ସବୁ ଷ୍ଟାର୍ଟ ହେଇଯାଉଛି, କ'ଣ ଦୋକାନ ସବୁ ପଡ଼ିଛି। ତ ଫାଇନାଲି ଫାଷ୍ଟ ସବୁ ବହୁତ ସାରା ୟୁଟେନ୍ସିଲ୍ସ ପଡ଼ିଛି ଆଣ୍ଡ କସ୍ମେଟିକ୍, ଏଠି ସବୁ ଫୁଡ଼୍ ପଡ଼ିଛି ବହୁତ ଭଲ ଭଲ। ଏମିତି ଝିଅମାନଙ୍କର ତ ସବୁଠୁ ଫେଭରାଇଟ୍ ଜିନିଷ ନା ସେ କସ୍ମେଟିକ୍। ତ ଅଫକୋର୍ସ ଝିଅମାନେ ସେ କସ୍ମେଟିକ୍ ପାଖକୁ ଯିବେ। ଦେଖନ୍ତୁ କସ୍ମେଟିକ୍ ଦୋକାନରେ କେତେ ଭିଡ଼। ଆରେ ୱାଓ, ଗୋଗଲ୍ସ ତ ଏତେ ସୁନ୍ଦର ଅଛି ନା, ମୋତେ କିଣିବା ପାଇଁ ଇଚ୍ଛା ହେଉଥିଲା। ବଟ୍ ଏତେ ଯେଉଁ ହାଇ ପ୍ରାଇସ୍, ଏଠି ତ କିଣିବା ହିଁ କଷ୍ଟ। ତ ସେଥିପାଇଁ ମୁଁ କିଣିଲି ହିଁ ନାହିଁ, ଖାଲି ଦେଖିକି ହିଁ ପଳେଇ ଆସିଲି। ତ ଏଠାରେ ମୋବାଇଲ୍ କଭର୍ ବିକ୍ରି ହେଉଛି। ମୋବାଇଲ୍ କଭର୍ ବହୁତ ସୁନ୍ଦର ସୁନ୍ଦର ଥିଲା। ତ ଆପଣମାନେ ବି ଆସିଲେ ମହୋତ୍ସବ ବୁଲିବା ପାଇଁ ବି ଏଠି ମୋବାଇଲ୍ କଭର୍ ନେଇପାରିବେ, ବହୁତ ଭଲ ଅଛି। ତ ପୁଣି ଆଉ ଗୋଟେ କସ୍ମେଟିକ୍ ଦୋକାନରେ ପହଞ୍ଚିଗଲି। ଆରେ ଆମେ ତ ଯୁଆଡ଼େ ଗଲେ ମୁଁ ଖାଲି କସ୍ମେଟିକ୍ ଦୋକାନ ହିଁ ଡାକୁଛି ଆଉ। ଏଥିରେ ଝିଅମାନେ ସଜ ହେବାକୁ ବହୁତ ପସନ୍ଦ କରନ୍ତି ନା। ତ ଏବେ ଆସିଗଲା ଝିଅମାନଙ୍କର ଫେଭରାଇଟ୍ ଜିନିଷ, ସେଇଟା ହେଉଛି କ'ଣ ତ ଖଟା। ସବୁ ପ୍ରକାର ଖଟା ଅଛି, ଆପଣ ଯେଉଁ ଖଟାଟା ବି ଟେଷ୍ଟ କରିପାରିବେ। ତ ଏବେ ଦେଖନ୍ତୁ ଆଉ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ହେଉଛି ମହୋତ୍ସବରେ କ'ଣ ନା, ଯେଉଁ ଭାଲୁମାନେ ନାଚୁଛନ୍ତି। ତ ସବୁ ୱେଲକମ୍ କରୁଛନ୍ତି ଲୋକମାନଙ୍କୁ। ୟାର ନାଚିବା ଦ୍ୱାରା ଲୋକମାନଙ୍କୁ ୱେଲକମ୍ କରୁଛନ୍ତି, ଆଉ ମହୋତ୍ସବକୁ ଇଣ୍ଟରେଷ୍ଟିଂ କରୁଛନ୍ତି। ତ ବହୁତ ଭଲ ଲାଗୁଛି। ତାଙ୍କ ଭିତରେ ଯେଉଁମାନେ ଅଛନ୍ତି ନା, ସେ କେତେ ଯେଉଁ ପରିଶ୍ରମ କରୁଥିବେ, ସତରେ ମାନିବାକୁ ପଡ଼ିବ ତାଙ୍କୁ। ତ ସେଥିପାଇଁ ତାଙ୍କୁ ବହୁତ ଥ୍ୟାଙ୍କ ୟୁ, ସେ ଆମକୁ ଏତେ ଆଟ୍ରାକ୍ଟ କରୁଛନ୍ତି ଲୋକ ମହୋତ୍ସବ ଦେଖିବା ପାଇଁ। ତ ପୁଣି ଆସି ମୁଁ ପହଞ୍ଚିଗଲି ଇୟରିଙ୍ଗସ୍ ଦୋକାନରେ। ଇୟରିଙ୍ଗସ୍ ତ ବହୁତ ବଢ଼ିଆ ବଢ଼ିଆ କଲେକ୍ଟ ଥିଲା। ତ ଗୋଟେ ଦୋକାନ ତ ବହୁତ ବାର ପଡ଼ିଛି। ତ ଆପଣମାନେ ଦେଖୁଥିବେ, ମୁଁ ଆଉ କ'ଣ କହିବି। ତ ଆପଣମାନେ ବି ଆସନ୍ତୁ, ବୁଲି ଯାଆନ୍ତୁ, ଦେଖିବେ କ'ଣ ସବୁ ଦୋକାନ ବଜାର ପଡ଼ିଛି। ତ ଏଠି ବହୁତ ଭ୍ୟାନିଟି ବ୍ୟାଗ୍ ବି ପଡ଼ିଥିଲା। ତ ମୁଁ ଖାଲି ବାସ୍ ଦେଖିକି ପଳେଇ ଆସିଲି, ଗୋଟେ କିଛି ବି ଆଣିବା ପାଇଁ ଯାଇନଥିଲି। ତ ଏଠି ବହୁତ ସାରା ଫଟୋ ଫ୍ରେମ୍ ଅଛି ଭଗବାନଙ୍କର, ବହୁତ ସୁନ୍ଦର ସୁନ୍ଦର ହେଇଥିଲା। ଆଉ ଏଠି ତ ବାଉଁଶ ବଡ଼ ଚିକେନ୍ ବିକ୍ରି ହେଉଥିଲା, ବହୁତ ୟାର ଟେଷ୍ଟି ଦେଖାହେଉଥିଲା। ବଟ୍ ମୋତେ ଇଚ୍ଛା ହିଁ ହେଲାନି ଖାଇବା ପାଇଁ। ତ ଏଠି ସେଲ୍ଫି ପଏଣ୍ଟ ପଡ଼ିଥିଲା। ସେଲ୍ଫିରେ ଆମେ ଯେ ଫଟୋ ବହୁତ ଉଠେଇଲୁ। ତ ଫାଇନାଲି ମୁଁ ଆସି ପହଞ୍ଚିଗଲି ଷ୍ଟେଜ୍ ଶୋକୁ। ତ ବହୁତ ଭଲ ଡେକୋରେଟ୍ କରାଯାଇଛି। ତ ଆପଣମାନେ ଦେଖିପାରୁଥିବେ, ଏଠି ଛୋଟ ପିଲାମାନେ ତ ଖେଳିବା ପାଇଁ ବଢ଼ିଆ ଖେଳନା ପଡ଼ିଛି। ବଟ୍ ମୁଁ ତ ବଡ଼ ପିଲା ହେଇଗଲି, ତ ଖେଳିପାରିବିନି। ଛୋଟ ପିଲା ହେଇଥିଲେ ଖେଳିଥାନ୍ତି, ବହୁତ ମଜା ଲାଗିବ। ତ ସେଥିପାଇଁ ମୁଁ ଖାଲି ଦେଖୁଛି ପିଲାମାନେ ଖେଳୁଛନ୍ତି, ଆଉ କ'ଣ କରିବି। ସବୁ ପ୍ରକାର ଖେଳିବା ପାଇଁ ସିଷ୍ଟମ୍ ମାନେ ପକାଯାଇଛି। ତ ଛୋଟ ପିଲାମାନେ ବହୁତ ଭଲ ଏନ୍ଜୟ କରିପାରିବେ। ଏଠି ଦେଖନ୍ତୁ ପିଲାମାନେ ପାଣିରେ ସୁଇମିଂ କରୁଛନ୍ତି, ବୋଟିଂ। ତ ବହୁତ ଭଲ ହେଇଛି। ତ ଏମିତି ହିଁ ସବୁ ପଡ଼ିଛି। ଏଠି ତ ପିଲାମାନଙ୍କ ପାଇଁ ରାମଦୋଳି ପଡ଼ିଛି, ବଟ୍ ଆମମାନଙ୍କ ପାଇଁ କିଛି ବି ନାହିଁ। ତ ଛାଡ଼, ବହୁତ ଦୁଃଖର କଥା। ତ ଏବେ ଫାଇନାଲି ଆସି ମୁଁ ପୁଣି ପହଞ୍ଚିଗଲି ଷ୍ଟେଜ୍ ଶୋ ପାଖରେ। ଏଠି ଓଡ଼ିଶୀ ଡ୍ୟାନ୍ସ ହେଉଥିଲା। ତ ମୁଁ କହିଲି ଚାଲୁନ ଦେଖିଦେବା ଟିକେ ଓଡ଼ିଶୀ ଡ୍ୟାନ୍ସ। ତ ମୁଁ ଏଠି ଓଡ଼ିଶୀ ଡ୍ୟାନ୍ସ ଦେଖିବା ପାଇଁ ରହିଯାଇଥିଲି। ତ ବହୁତ ଭଲ ନାଚୁଥିଲେ ବି, ସେଥିପାଇଁ ମୋ ମନ ଲାଗିଗଲା। ତ ସେଥିପାଇଁ ମୁଁ ଛାଡ଼ି ଆଉ କୁଆଡ଼େ ବି ଗଲିନି, ଓଡ଼ିଶୀ ଡ୍ୟାନ୍ସ ପାଖରେ ରହିଯାଇଥିଲି। ଦେଖନ୍ତୁ କେତେ ଲୋକ ଖାଲି ବସିକି ଦେଖୁଛନ୍ତି, ବହୁତ ଲୋକ ୟାର, ଏତେ ଭିଡ଼ ଯେଉଁ କହି ହେବନି। ତ ଆଜି ଯେହେତୁ ମହୋତ୍ସବର ଲାଷ୍ଟ ଡେ, ଲାଷ୍ଟ ଶୋ ନା, ତ ବହୁତ ଭଲ ହେଇଥିଲା। ତ ପୁଣି ଥରେ ମୁଁ ଆସି ପହଞ୍ଚିଲି। ଏଇ ତ ହେଉଛନ୍ତି ମୋ ସିଷ୍ଟର, ଯିଏ ହାଲା ହାଇ କରୁଛନ୍ତି। ସିଏ ତ ବହୁତ ବଡ଼ ବ୍ଲଗର୍ ଗୋଟେ ହେବାକୁ ଚାହୁଁଛନ୍ତି, ବଟ୍ ହେଇପାରୁନାହାନ୍ତି ଆଉ, ଛାଡ଼। ତ ମୁଁ ବି ଗୋଟେ ଛୋଟ ବ୍ଲଗର୍, ବେଶୀ ଭଲ ବ୍ଲଗର୍ କରେନି। ତ ଇଏ ହେଉଛି, ମୁଁ ଫାଇନାଲି ଆସିଗଲି। ତ ଦେଖିପାରୁଥିବେ ମୋତେ। ତ ଆମେ ଆସିଛୁ ମହୋତ୍ସବ ବୁଲିବା ପାଇଁ, ବାସ୍। ଦେଖନ୍ତୁ ଏଠି ଭାଲୁ ସହିତ ବହୁତ ସାରା ଲୋକ ସେଲ୍ଫି ନେଉଛନ୍ତି। ତ ମୁଁ ବି ନେଇଯାଇଥିଲି ଗୋଟେ। ପୁଣି ଆସି ପହଞ୍ଚିଗଲି କସ୍ମେଟିକ୍। କେତେ ଆଉ ସେ ଦୋକାନ ଦେଖିବୁ, ଦେଖି ତ ରାଗ ଲାଗିଲାଣି, ଛାଡ଼। ତ ବହୁତ ସାରା ଡ୍ରେସ୍ କଲେକ୍ସନ୍ ବି ବହୁତ ଭଲ ଥିଲା, ଡ୍ରେସ୍ ଫ୍ରେସ୍। ତ ସବୁ ଦେଖିଲି। ୱାଓ, କେତେ ସୁନ୍ଦର ଦେଖାଯାଉଛି ଚୁଡ଼ିଟା, ବହୁତ ଭଲ। ଆରେ ଭାଲୁମାନେ ଏମିତି ଚାଲୁଛନ୍ତି କ'ଣ ପାଇଁ, କ'ଣ ହେଲା? ଆରେ ଆଜି ପରା ଆମର ଶାନ୍ତନୁ ଆସୁଛି। ଶାନ୍ତନୁ ଭାଇ, ଯେଉଁ ଛୋଟ ପିଲା, ଯେଉଁ ବହୁତ ଭଲ ଗୀତ ଗାଏ।
ସେଇ ସିଙ୍ଗର। ଫାଇନାଲି ଶାନ୍ତନୁ ଭାଇ ଆସିଛି। ଏବେ ବର୍ତ୍ତମାନ ଷ୍ଟେଜ୍ ତ ବହୁତ ଭଲ ଷ୍ଟେଜ୍ ଶୋ ଚାଲିଛି। ଜଣେ ଜାହ୍ନବୀ ଦିଦି ଆସିଛନ୍ତି, ସେ ବହୁତ ଭଲ ଗୀତ ଗାଉଛନ୍ତି। ତ ଆମେ ତାଙ୍କ ଗୀତରେ ଝୁମିକି ଡ୍ୟାନ୍ସ କରୁଛୁ। ତ ଆଗରେ ଦେଖନ୍ତୁ ଭାଲୁମାନେ କେମିତି ଡ୍ୟାନ୍ସ କରୁଛନ୍ତି, ବହୁତ ମଜା ଲାଗୁଥିଲା ଦେଖିକି। ତ ଆପଣ ବି ଆସନ୍ତୁ, ମଜା ନିଅନ୍ତୁ। ତ ଫାଇନାଲି ଏଠି ଆମେ ବହୁତ ସମୟ ରହିଯାଇଥିଲୁ ଷ୍ଟେଜ୍ ଶୋ ଦେଖିବା ପାଇଁ। ମନ ତ ଛାଡ଼ୁନଥିଲା ଯିବା ପାଇଁ। ତ ଆମେ ଦେଖୁଥିଲୁ ଷ୍ଟେସନ୍। ତ ସେଥିସହିତ ବି ଆମେ ବି ଭାଲୁମାନଙ୍କ ସହିତ ମିଶିକି ନାଚୁଥିଲୁ। ବଟ୍ ଏପଟକୁ ଆମେ କ'ଣ କ୍ୟାମେରା ଆଗକୁ ଆସିବୁ? ଆମେ ତ କ୍ୟାମେରା ଆଗକୁ ଆସିବୁନି, ଆମକୁ ଡର ଲାଗିବ ନା। ତ ଆମେ କ୍ୟାମେରା ପଛରେ ହିଁ ନାଚୁ ସବୁବେଳେ। ତ ବର୍ତ୍ତମାନ ତ ଏମିତି ଷ୍ଟେଜ୍ ଶୋ ଚାଲିଲା ଆଉ। ଫାଇନାଲି ମୁଁ ଆସିକି ଘରେ ପହଞ୍ଚିଗଲି ମହୋତ୍ସବ ବୁଲାବୁଲି ସାରିକି। ତ ଭ୍ଲଗ୍ଟି ବୋଧେ ଲାଗୁଛି ବହୁତ ଛୋଟ କି ବଡ଼ ମୁଁ ଜାଣିନି, ବଟ୍ ଆଜିର ଭ୍ଲଗ୍ଟା ମୁଁ ଏଇଠି ଏଣ୍ଡ କଲି। ତ ରହିଲି, ଟାଟା, ଗୁଡ଼୍ ନାଇଟ୍, ଜୟ ଜଗନ୍ନାଥ, ବାଏ ବାଏ।